ଏବେ ପର୍ଯ୍ୟନ୍ତ ପ୍ରଭୁଙ୍କର ସମ୍ପୂର୍ଣ୍ଣ ଦଣ୍ଡ, ପ୍ରଭୁଙ୍କର କୋପ, ପ୍ରଭୁଙ୍କର ବିଚାର ଏ ଜଗତ ଦେଖି ନାହିଁ। କାହିଁକି? ସେ ଅନୁଗ୍ରହର ଯୁଗ ସମାପ୍ତ ହୋଇନାହିଁ। ଯୋଉଦିନ ପ୍ରଭୁଙ୍କର ଅନୁଗ୍ରହ ସମାପ୍ତ ହେବ ସେଇଦିନ ଜାଣିବେ। ଏବେ ଖ୍ରୀଷ୍ଟିଆନ ମାନେ ମଧ୍ୟ ପ୍ରଭୁ କଣ ବୋଲି ଜାଣିଛନ୍ତି? ପ୍ରେମିକ, ମଙ୍ଗଳମୟ, କରୁଣାମୟ, ଦୟାମୟ, କ୍ଷମାମୟ, ପ୍ରେମମୟ। ଖାଲି ଏ ମୟ ଜାଣିଲେ ନଥିଲା ପ୍ରଭୁଟି କରୁଛି। ଆମର ମନରେ କୋଉ ପାପ ନାହିଁ, କୋଉ ପାପ ନାହିଁ। ପାପ ବି କରୁଛୁ ମାରୁଛୁ, କିଏ କରୁନାହିଁ। ମୋର ସ୍ୱାମୀ ଏକା କରିଦେଲା କି? ମୋ ସ୍ୱାମୀ ଏକା ମଦ ପିଇଦେଲା କି? ମୋର ପିଲା କିଏ କରୁନାହିଁ। କିଏ କରୁଛି କି ନାହିଁ ମୋର କଥା ନାହିଁ, ଆପଣ କିଏ କରୁଛି ବୋଲି କହିଲେ ପ୍ରଭୁ ଆପଣଙ୍କୁ ଛାଡ଼ିବେ ନାହିଁ। ଅନୁଗ୍ରହ ଅଛି, ସେଥିପାଇଁ ଆମେ ଏଠି ବସିଛୁ। ପ୍ରିୟ ଭାଇ ଭଉଣୀ ମାନେ, ଯଦି ଅନୁଗ୍ରହ ନଥାନ୍ତା ଆମେ ବି ନଥାନ୍ତୁ। ସେଦିନ କେମିତି ଥିଲା? ଯାଜକ ମାନଙ୍କୁ ଅଣ୍ଟାରେ ଦୌଡ଼ି ବାନ୍ଧି ଛାଡୁଥିଲେ, କାଳେ ମରି ମୁରା ଗଲେ କିଏ ତାକୁ ଉଠାଇକି ଆଣିବ। ଏବେ କଣ କରୁଛୁ? ପାପ କରୁଛୁ, ବ୍ୟଭିଚାର କରୁଛୁ, ନାନା ଅଶୁଚି ଜୀବନ ବାଟୁଛୁ, ନାନା ପ୍ରିୟ ମାନେ, ଆମକୁ ଦେଖିଲା ପରେ କିଏ ଆମର ଅବସ୍ଥାକୁ ଦେଖିଲା ପରେ କିଏ? ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଶେଷ କାଳରେ ଆପଣ ପୁତ୍ରଙ୍କ ଦ୍ୱାରା କଥା ହେଇଛନ୍ତି। ଆଉ ଶେଷ କାଳ ନାହିଁ, ଶେଷ କାଳର ଶେଷ ଅଧ୍ୟାୟରେ ମୋର ପ୍ରିୟ ଭାଇ ଭାଇମାନଙ୍କୁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଏଇ ମଣ୍ଡଳୀର ଏଇ 40ତମ ସ୍ଥାପନା ବର୍ଷ ଆମ ସମସ୍ତଙ୍କ ପାଇଁ ଗୋଟେ ପୁଣି ଥରେ ଆତ୍ମସମୀକ୍ଷା କରିବା ପାଇଁ, ଜୀବନ ସୁଧାରିବା ପାଇଁ, ପାପରୁ ଫେରିବା ପାଇଁ, ମନ୍ଦତାରୁ ଫେରିବା ପାଇଁ, ଅବାଟରୁ ଫେରିବା ପାଇଁ ଗୋଟେ ଚେତାବନୀ ପ୍ରଭୁ କହିବା ପାଇଁ ଚାହାନ୍ତି, ତୁମେ ଫେରିବା ପାଇଁ ଚାହୁଁଛ। ଆମେ ପ୍ରଭୁଙ୍କର ପ୍ରେମକୁ ଦେଖିଛୁ, ପ୍ରଭୁର ଦୟାକୁ ଦେଖିଛୁ, କିନ୍ତୁ ପ୍ରଭୁଙ୍କର କୋପକୁ ଦେଖିନା, ପ୍ରଭୁଙ୍କର ଦଣ୍ଡକୁ ଦେଖିନା। ଆଉ ଜଗତବାସୀ ମଧ୍ୟ ଜାଣିନା। କଣ ଲେଖାଯାଉଛି? ଏ ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ମାନଙ୍କୁ କଥା କହିଅଛନ୍ତି, ତାହାକୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ। ହାଲେଲୁୟା! ଯୀଶୁ କିଏ? ଯୀଶୁ ସମସ୍ତ ବିଷୟର ଅଧିକାରୀ। ତମେ ରାଜ୍ୟର, ଜିଲ୍ଲାର ଅଧିକାରୀ ହେଇପାର, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ ବିଶ୍ୱର ଅଧିକାରୀ କରି ନିଯୁକ୍ତ କଲେ, ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ। এই যে বিশ্বকে দেখুন, এই বিশ্বর সৃষ্টিকর্তা প্রভু যীশু।